नमस्कार दर्शक बंधु मु प्रवीण आपण माने देखुछंती ओडिया न्यूज टॉक। वीडियोटी जदि भल लगे ताहेले गोटे लाइक कमेंट एवं सब्सक्राइब करने पई आद्य भूलिबे नहीं। चलो आसंतु राज्य देश तथा विदेश रे रहिथिबा मुख्य खबर उपरे नजर पकाइबा। आजिर प्रथम खबर आसंता 3 दिन पर्यंत ओडिशा रे झड़ वर्षा और वज्रपातर संभावना रही। कंधमाल और कोरापुट समेत किछि जिला पई प्रबल वर्षा सतर्कता जारी होइथिबा बेले अनेक जिला को ऑरेंज एवं येलो वार्निंग दिया जाइछि। 40 रु 50 किलोमीटर बेगरे पवन बहिबा सह बिजुली घड़घड़ी सह वर्षा हेबार संभावना रही बोली पाणीपाग विभाग केन्द्र कहिछि। परवर्ती खबर मिलिबो 300 यूनिट मागणा बिजुली। प्रधानमंत्री सूर्यघर योजना अधिकारी मानक पई आसीछि खुशी खबर। 300 यूनिट जाए मागणा विद्युत प्रदान करा जिवो। यार अर्थ हेउछि आपण बिल चिंता न करी आपणकर एसी रेफ्रिजरेटर एवं कूलर चलाई पारिबे। ଏହା ବ୍ୟତୀତ ଏହି ଯୋଜନା ଅଧୀନରେ ଆପଣଙ୍କର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିବା ଦ୍ୱାରା କେନ୍ଦ୍ର ସରକାର ଅଧୀନରେ 78,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ସବସିଡି ମିଳିବ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ସରକାରୀ ହିତାଧିକାରୀମାନଙ୍କୁ 17,968.35 କୋଟି ସବସିଡି ବଣ୍ଟନ କରାଯାଇଛି ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବର ସିନେମା ହଲରୁ ଓଡ଼ିଆ ସିନେମା ବାହାର କଲେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କର ଚେତାବନୀ। ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତାର ପରିଚୟ। ଏହାର ସର୍ବାଙ୍ଗୀନ ବିକାଶ ତଥା କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଆଉ ଯେକୌଣସି ସିନେମାକୁ ପ୍ରଚାର କରାଯାଏ ତେବେ ସରକାରୀ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ 35ତମ ଓ 36ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରି କହିଛନ୍ତି। ପରବର୍ତ୍ତୀ ଖବର ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଗସ୍ତରେ ଟ୍ରମ୍ପ ଆସିପାରନ୍ତି। ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ମାର୍କୋ ରୁବିଓଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରୁବିଓ କହିଛନ୍ତି ଆମେ ଆଶା କରୁଛୁ ଯେ ଏହା ଶୀଘ୍ର ହେବ ଏବଂ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ବର୍ଷ ଆରମ୍ଭରେ ଭାରତ ଆସିପାରନ୍ତି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷ ଥର ପାଇଁ 2020 ମସିହା ଫେବୃଆରୀ ମାସରେ ଭାରତ ଆସିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି। ପରବର୍ତ୍ତୀ ଖବର ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ 1 ଗ୍ରାମର ସୁନା ମୁଦି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକ ଶିଶୁଙ୍କୁ ସରକାରଙ୍କ ପକ୍ଷରୁ 1 ଗ୍ରାମର ସୁନା ମୁଦି ଉପହାର ସ୍ୱରୂପ ଦିଆଯିବ। ଯଦିଓ ଏହି ଯୋଜନା ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର 15ରୁ ଆରମ୍ଭ ହେବ କିନ୍ତୁ ଜୁନ 22 ତାରିଖ ଠାରୁ ଲାଗୁ ହେବ ବୋଲି କୁହାଯାଉଛି। ବର୍ତ୍ତମାନର ସୁନାର ମୂଲ୍ୟ ଅନୁଯାୟୀ ପ୍ରତ୍ୟେକ ମୁଦିର ମୂଲ୍ୟ ପ୍ରାୟ 13,600 ଟଙ୍କା ହେବ। ଏହି ଯୋଜନାର ସଫଳ ରୂପାୟନ ତଦାରଖ ଏବଂ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟେଷ୍ଟ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଗଠନ କରିଛନ୍ତି। ଏହି ଯୋଜନାର ନାମ ଥାଇମାମନ ଥାଙ୍ଗା ମୋଥିରାମ ଥିଟ୍ଟମ ରଖିଛନ୍ତି। ପରବର୍ତ୍ତୀ ଖବର ନିଟ୍ ୟୁଜି ଫିଜ୍ ଫେରସ୍ତ ପାଇଁ ଶେଷ ସୁଯୋଗ ଜୁନ 30 ସୁଦ୍ଧା କରନ୍ତୁ ଆବେଦନ। ନିଟ୍ ୟୁଜି ପରୀକ୍ଷା ଜୁନ 21ରେ ଅନୁଷ୍ଠିତ ହେବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏପର୍ଯ୍ୟନ୍ତ ଫିଜ୍ ଫେରସ୍ତ ନେଇନଥିବା ଆବେଦନକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି। ଏଥିରେ ଏପର୍ଯ୍ୟନ୍ତ ଫିଜ୍ ଫେରସ୍ତ ପାଇଁ ଆବେଦନ କରିନଥିବା ଅଥବା ଯେଉଁମାନେ ଆବେଦନ ପୂରା କରିପାରିନଥିଲେ କିମ୍ବା ନୋ ରିଟର୍ଣ୍ଣ ବିକଳ୍ପ ଚୟନ କରିଥିଲେ ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ଆସିଛି। ସେମାନେ ଜୁନ 30 ତାରିଖରେ ଫିଜ୍ ଫେରସ୍ତ ପାଇଁ ନୂଆ କରି ଆବେଦନ କରିପାରିବେ। ପରବର୍ତ୍ତୀ ଖବର ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି। ତାମିଲନାଡୁର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ୍ ଯୋଗୁଁ ଓଡ଼ିଆ ଶ୍ରମିକଙ୍କର ମୃତ ସଂଖ୍ୟା 11ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ନ୍ୟାସନାଲ ହ୍ୟୁମାନ୍ ରାଇଟ୍ କମିଶନରେ ରୁଜୁ କରାଯାଇଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କର ଅଭିଯୋଗ ଆଧାରରେ ମାମଲା ପଞ୍ଜୀକୃତ ହୋଇଅଛି। ତାମିଲନାଡୁ ସରକାର ଏବଂ କମ୍ପାନୀ ପକ୍ଷରୁ ମୃତକଙ୍କର ପରିବାରକୁ 25 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ନିମନ୍ତେ ଆଦେଶ ଦେବା ଲାଗି ପାତ୍ର କମିଶନଙ୍କ ନିକଟରେ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର ଗୋ ଇଷ୍ଟ ସହ ଶିଳ୍ପ ବିପ୍ଳବର ଶୁଭ ଆରମ୍ଭ। 15 ପଛୁଆ ଜିଲ୍ଲାକୁ ମିଳିବ ବଡ଼ ସୁଯୋଗ।
ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ CII ଇଷ୍ଟର୍ଣ୍ଣ ରିଜନାଲ କାଉନସିଲ ମିଟିଂ 2026ରେ ଗୋ ଇଷ୍ଟ ପ୍ଲାଟଫର୍ମର ଶୁଭାରମ୍ଭ କରିବା ସହ ଶିଳ୍ପନୀତି IPR 2022ରେ ବଡ଼ ସଂଶୋଧନ ଘୋଷଣା କରିଛନ୍ତି। ଗୋ ଇଷ୍ଟର ଅର୍ଥ ହେଉଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଇଷ୍ଟର୍ଣ୍ଣ ଇନଭେଷ୍ଟମେଣ୍ଟ ଆକ୍ସିଲେରେଟର ଆଣ୍ଡ ସ୍ପେସିଆଲ ଟାସ୍କ ଫୋର୍ସ। ଏହି ନୂଆ ପଦକ୍ଷେପ ମାଧ୍ୟମରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ସରକାରଙ୍କର ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଶିଳ୍ପନୀତି IPR 2022ରେ ସଂଶୋଧନ କରି ରାଜ୍ୟର 15ଟି ଆର୍ଥିକ ଦୃଷ୍ଟିରୁ ପଛୁଆ ଜିଲ୍ଲାକୁ ଟ୍ରଷ୍ଟେଡ୍ ସେକ୍ଟର ମାନ୍ୟତା ଦେବା ଘୋଷଣା କରିଛନ୍ତି। ଏଥିରେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ସମେତ 15ଟି ଜିଲ୍ଲା ସାମିଲ କରାଯାଇଛି। ପରବର୍ତ୍ତୀ ଖବର, ଜୁଲାଇ 1ରୁ ବଢ଼ିବ ପାସପୋର୍ଟ ଫିଜ୍, କେତେ ହେବ ମୂଲ୍ୟ? ଭାରତ ସରକାର ପାସପୋର୍ଟ ବନାଇବା ପାଇଁ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ନୂତନ ଶୁଳ୍କ ଚଳିତ ବର୍ଷ ଜୁଲାଇ 1ରୁ କାର୍ଯ୍ୟକାରୀ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ସରକାର ପାସପୋର୍ଟ ନିୟମ 1980 ସଂଶୋଧନ କରି ଏହି ନୂତନ ଶୁଳ୍କ ଲାଗୁ କରିବା ପାଇଁ ଯାଉଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଆବେଦନକାରୀଙ୍କୁ ଏବେ ଅତିରିକ୍ତ 1000 ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ 36 ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଶୁଳ୍କ 1500 ଟଙ୍କାରୁ ବୃଦ୍ଧି ପାଇ 2500 ଟଙ୍କାରେ ପହଞ୍ଚି ଯାଇଛି। ତତ୍କାଳୀନ ସେବା ପାଇଁ ଶୁଳ୍କ ଯାହା ପୂର୍ବରୁ 35 ଟଙ୍କା ରହିଥିବା ବେଳେ ଏବେ ତାହା 5000 ଟଙ୍କାରେ ପହଞ୍ଚି ଯାଇଛି। ପରବର୍ତ୍ତୀ ଖବର, ସେସେଲ୍ସରେ ବିଶ୍ୱର ସବୁଠାରୁ ବୟସ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ଦିବସୀୟ ଗସ୍ତରେ ସେସେଲ୍ ପହଞ୍ଚିଛନ୍ତି। ଏଠାରେ ସେ ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ବୟସ୍କ ଜୀବିତ ସ୍ଥଳର ଜୀବ ଜୋନାଥନ୍ଙ୍କୁ ମଧ୍ୟ ଭେଟିଛନ୍ତି। ଏହାର ବୟସ ପାଖାପାଖି 194 ବର୍ଷ ବୋଲି କୁହାଯାଉଛି। ଏହା ପୃଥିବୀର ସବୁଠାରୁ ବଡ଼ ଓ ଦୀର୍ଘ ସମୟ ବଞ୍ଚିଥିବା କଇଁଛ ପ୍ରଜାତିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ସ୍ନାନଯାତ୍ରା ପାଇଁ ପୁରୀରେ ଚୂଡ଼ାନ୍ତ ପ୍ରସ୍ତୁତି, ନୀତି, ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି। ଦିନକ ପରେ ଆସନ୍ତା ସୋମବାର ମହାପ୍ରଭୁଙ୍କର ସ୍ନାନଯାତ୍ରା ଦଇତା ପ୍ରବେଶ ସହ ଦେବସ୍ନାନ ପୂର୍ଣ୍ଣିମା ନୀତି ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଗୋଟିଏ ପଟେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରି ଠିକ୍ ସମୟରେ ସ୍ନାନ ଓ ହାତୀବେଶ ସମ୍ପନ୍ନ, ଅନ୍ୟପଟେ ସୁରୁଖୁରୁରେ ମହାପ୍ରଭୁଙ୍କର ଦର୍ଶନ। ଏସବୁ ଲାଗି ଦିନରାତି ଏକ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷେଧ ଘୋଷଣା କରାଯାଇଛି। CCTV ନଜରରେ ରହିବ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିରର ପରିସର ଭିତରେ 52ଟି ଓ ଶ୍ରୀମନ୍ଦିରର ବାହାରେ 250ଟି CCTV ଲଗାଯାଇଛି। ପରବର୍ତ୍ତୀ ଖବର, ମହାନଦୀ ବିବାଦର ଘଟିବ ଅନ୍ତ, ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କଲେ ବୈଷୟିକ ଟିମ୍। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଦୁଇ ରାଜ୍ୟ ମଧ୍ୟରେ ସମାଧାନର ବାଟ ଧୀରେ ଧୀରେ ଦେଖାଯାଉଛି ବୋଲି ସଂକେତ ମିଳିଛି। ଏକଥା କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଆସନ୍ତା ଜୁଲାଇ 11ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ। ଜଳବଣ୍ଟନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ଓ ଜାତୀୟ ଜଳନୀତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଆଗାମୀ ପର୍ଯ୍ୟାୟରେ ଦୁଇ ରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଡଭୋକେଟ୍ ଜେନେରାଲ କହିଛନ୍ତି। ଆଶା କରୁଅଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଗୋଟିଏ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବେ ନାହିଁ। ଧନ୍ୟବାଦ।